ମୁଁ ଆଜି କମ୍ ତେଲ ବିନା ମସଲାରେ ଭେଣ୍ଡିରେ ଗୋଟେ ନୂଆ ପ୍ରକାର ସୁଆଦିଆ ତରକାରୀ ବନେଇକି ଦେଖେଇବି। ଆପଣ এই ଭେଣ୍ଡି ଆଳୁ ତରକାରୀକୁ ବହୁତ ସହଜରେ ଆଉ କମ୍ ସମୟରେ ପ୍ରସ୍ତୁତ କରି ଭାତ, ରୁଟି କି ପରଟା ସହିତ ଖାଇପାରିବେ। ନମସ୍କାର, ଟ୍ୱିଙ୍କଲ୍ କିଚେନ୍କୁ ଆପଣମାନଙ୍କୁ ସ୍ୱାଗତ। ଭେଣ୍ଡି ଆଳୁ ତରକାରୀ ପାଇଁ ମୁଁ ଏଠି କିଛି ଭେଣ୍ଡି ନେଇଛି ଆଉ ତା ସହିତ ଦୁଇଟା ମିଡ଼ିୟମ୍ ସାଇଜ୍ର ଆଳୁ ନେଇଛି। ଏବେ ଆମେ ଭେଣ୍ଡିକୁ କାଟିବା। ମୁଁ ଏଠି ଭେଣ୍ଡିକୁ ଭଲ ଭାବେ ଧୋଇଲା ପରେ ଗୋଟେ କପଡ଼ାରେ ପୋଛିକି ନେଇଯାଇଛି। ଭେଣ୍ଡିର ଉପର ପଟ ମୁଣ୍ଡ ତଳ ପଟ ମୁଣ୍ଡକୁ କାଟିକି ବାହାର କଲା ପରେ ମୁଁ ଏଠି ଭେଣ୍ଡିକୁ ଛୋଟ ଛୋଟ କରି କାଟିକି ନେଇଛି। ଆପଣ ଭେଣ୍ଡିକୁ କୌଣସି ବି ସେପ୍ର କାଟିକି ନେଇପାରିବେ। ମୁଁ ଏଠି ଆଳୁକୁ ବି ଟିକେ ଛୋଟ ଛୋଟ କରି କାଟିକି ନେଇଯାଉଛି। ଏହାଦ୍ୱାରା ଆଳୁ ଜଲ୍ଦି ସିଝିଯିବ। ଭେଣ୍ଡି ଆଉ ଆଳୁର କ୍ୱାଣ୍ଟିଟି ଆପଣ ଆପଣଙ୍କ ହିସାବରେ କମ୍ ବେଶୀ କରିପାରିବେ। ମୁଁ ଏଠି କଡ଼େଇରେ ଅଳ୍ପ କିଛି ତେଲ ଦେଇ ଗରମ ହେବାକୁ ରଖିଥିଲି। ତେଲ ଭଲସେ ଗରମ ହୋଇଗଲା ପରେ ଆମେ ଏଥିରେ କାଟିକି ରଖିଥିବା ଭେଣ୍ଡିକୁ ଦେଇଦେବା। ଏବେ ଆମେ ସବୁକୁ ଭଲସେ ମିକ୍ସ କରି ଭେଣ୍ଡିକୁ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ 4 ରୁ 5 ମିନିଟ୍ ପର୍ଯ୍ୟନ୍ତ ଭାଜିବା, ଯେମିତି ଭେଣ୍ଡି ଟିକେ ନରମ ହେଇଯିବ। ଏଠି 4 ରୁ 5 ମିନିଟ୍ ହେଇଗଲାଣି। ଏବେ ଆମେ ଭେଣ୍ଡିକୁ ଗୋଟେ ପ୍ଲେଟ୍ରେ କାଢ଼ିଦେବା। ଭେଣ୍ଡିକୁ ଏମିତି ଭାଜିକି ତରକାରୀ ବନେଇଲେ ଭେଣ୍ଡି ନାଳୁଆ ହେଇନଥାଏ। ମୁଁ ଏବେ ସେମ୍ କଡ଼େଇରେ କିଛି ପାଣି ଦେଇଛି। ଆପଣଙ୍କୁ ତରକାରୀର ଯେମିତି କନସିଷ୍ଟାନ୍ସି ଦରକାର ସେ ଅନୁସାରେ ପାଣି ନେବେ। ତାପରେ ମୁଁ ଏଥିରେ 1/3 ଟେବୁଲ୍ ସ୍ପୁନ୍ ହଳଦୀ ଗୁଣ୍ଡ ଆଉ ସ୍ୱାଦ ଅନୁସାରେ ଲୁଣ ପକାଇଛି। ଏବେ ଆମେ ସବୁକୁ ଭଲସେ ମିକ୍ସ କରିଦେବା ଆଉ ପାଣିକୁ ହାଇ ଫ୍ଲେମ୍ରେ ଫୁଟିବା ପାଇଁ ଛାଡ଼ିଦେବା। ପାଣି ଏଠି ଭଲସେ ଫୁଟିଗଲାଣି। ଏବେ ମୁଁ ଏଥିରେ ଟମାଟୋ ଦେଉଛି। ମୁଁ ଏଠି 2ଟା ବଡ଼ ସାଇଜ୍ର ଟମାଟୋ ନେଇଛି। ଟମାଟୋର କ୍ୱାଣ୍ଟିଟି ଟିକେ ଅଧିକ ରଖିବେ, ଏହାଦ୍ୱାରା ଏ ତରକାରୀ ଖାଇବା ପାଇଁ ଭଲ ଲାଗିବ। ଏବେ ଆମେ ଏଥିରେ କାଟିକି ରଖିଥିବା ଆଳୁକୁ ଦେଇଦେବା ଆଉ ସବୁକୁ ଭଲ ଭାବେ ମିକ୍ସ କରି ତରକାରୀକୁ ହାଇ ଫ୍ଲେମ୍ରେ 1 ରୁ 2 ମିନିଟ୍ ପର୍ଯ୍ୟନ୍ତ ଫୁଟିବା ପାଇଁ ଛାଡ଼ିଦେବା। ତରକାରୀ ଏଠି ଭଲସେ ଫୁଟିଗଲାଣି। ଏବେ ଆମେ ସବୁକୁ ଆଉ ଥରେ ଭଲ ଭାବେ ମିକ୍ସ କରିଦେବା ଆଉ ଆକୁ କଭର୍ କରି ଲୋ ଫ୍ଲେମ୍ରେ 5 ରୁ 6 ମିନିଟ୍ ପର୍ଯ୍ୟନ୍ତ କୁକ୍ କରିବା। 5 ରୁ 6 ମିନିଟ୍ ପରେ ମୁଁ ଏଠି ଘୋଡ଼ଣୀ କାଢ଼ି ଦେଇଛି। ଟମାଟୋ ଏଠି ଭଲ ଭାବେ ସିଝି ଯାଇଛି। ଏବେ ଆମେ ଏଇ ଟମାଟୋକୁ ଗୋଟେ ପ୍ଲେଟ୍ରେ କାଢ଼ିଦେବା। ଏବେ ଆମେ ଏଥିରେ ଭାଜିକି ରଖିଥିବା ଭେଣ୍ଡିକୁ ଦେଇଦେବା ଆଉ ସବୁକୁ ଭଲସେ ମିକ୍ସ କରି ଆମେ ଆକୁ 4 ରୁ 5 ମିନିଟ୍ ପର୍ଯ୍ୟନ୍ତ କଭର୍ କରି ଲୋ ଫ୍ଲେମ୍ରେ କୁକ୍ କରିବା, ଯେମିତି ଭେଣ୍ଡି ଆଉ ଆଳୁ ଭଲ ଭାବେ ସିଝିଯିବ। ମୁଁ ଏଠି ଗୋଟେ ଛେଚା ବା ହୁମୁଦସ୍ତା ନେଇଛି। ମୁଁ ଏଥିରେ 2ଟା କଞ୍ଚା ଲଙ୍କା ଆଉ 6 ରୁ 7 ପାଖୁଡ଼ା ରସୁଣ ଦେଇଛି। ଆପଣଙ୍କୁ ଯେତିକି ରାଗ ଦରକାର ସେ ଅନୁସାରେ କଞ୍ଚା ଲଙ୍କା ନେବେ। ଏବେ ଆମେ ରସୁଣ ଆଉ କଞ୍ଚା ଲଙ୍କାକୁ ଏମିତି ଦରଦରା କରି ଛେଚିକି ନେଇଯିବା। ଆପଣ ରସୁଣ କଞ୍ଚା ଲଙ୍କାକୁ ଛେଚିକି ନେବେ, ଆର ପେଷ୍ଟ ଦେବେନି। ମୁଁ ଆପଣଙ୍କୁ ଗୋଟେ ଛୋଟ ରିକ୍ୱେଷ୍ଟ କରୁଛି, ଯଦି ଆପଣଙ୍କୁ ଏହି ରେସିପି ଭଲ ଲାଗିବ ତାହେଲେ ଲାଇକ୍ କରିବେ, ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରିବେ। ଯଦି ଏପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ପାଖରେ ଥିବା ବେଲ୍ ଆଇକନ୍ରେ ଅଲ୍ ନୋଟିଫିକେସନ୍ରେ କ୍ଲିକ୍ କରିବେ। ଏହାଦ୍ୱାରା ମୋ ଯେଉଁ ଭିଡ଼ିଓ ଆସିବ ଆପଣ ପ୍ରଥମେ ଦେଖିପାରିବେ। ଯଦି ଫେସବୁକ୍ରେ ଦେଖୁଛନ୍ତି ତାହେଲେ ଫଲୋ କରିବାକୁ ଜମାରୁ ଭୁଲିବେନି। 4 ରୁ 5 ମିନିଟ୍ ପରେ ମୁଁ ଏଠି ଘୋଡ଼ଣୀ କାଢ଼ି ଦେଇଛି। ମୁଁ ଏଠି ଆପଣଙ୍କୁ ଦେଖାଇ ଦେଉଛି ଏଠି ଆଳୁ ଆଉ ଭେଣ୍ଡି ଭଲ ଭାବେ ସିଝି ଯାଇଛି। ଏବେ ଆମେ ଗ୍ୟାସ୍ ବନ୍ଦ କରିଦେବା ଆଉ ତରକାରୀକୁ ଗୋଟେ ବଡ଼ ବାଉଲ୍ରେ କାଢ଼ିଦେବା। ମୁଁ ଏଠି କଡ଼େଇରେ ଅଳ୍ପ କିଛି ତେଲ ଦେଇ ଗରମ ହେବାକୁ ରଖିଥିଲି। ତେଲ ଭଲସେ ଗରମ ହେଲା ପରେ ମୁଁ ଏଥିରେ ଗୋଟେ ଶୁଖିଲା ଲଙ୍କା ଆଉ ଗୋଟେ ଛୋଟ ଚାମଚ ପଞ୍ଚ ଫୁଟଣ ଦେଇଛି। ପଞ୍ଚ ଫୁଟଣ ଶୁଖିଲା ଲଙ୍କା ଭଲସେ ଭାଜି ହେଇଗଲା ପରେ ମୁଁ ଏଠି ଗୋଟେ ମିଡ଼ିୟମ୍ ସାଇଜ୍ ପିଆଜକୁ ଛୋଟ ଛୋଟ କରି କାଟିକି ପକାଇଛି। ଏବେ ଆମେ ପିଆଜକୁ ଭାଜିବା। ପିଆଜକୁ ବେଶୀ ଗୋଲ୍ଡେନ୍ ବ୍ରାଉନ୍ କଲର୍ କରି ଭାଜିବା ଦରକାର ନାହିଁ। ପିଆଜ ଟିକେ ସଫ୍ଟ ହେଇ ଭାଜି ହେଇଗଲା ପରେ ଆମେ ଏଥିରେ ଛେଚିକି ରଖିଥିବା ରସୁଣ ଆଉ କଞ୍ଚା ଲଙ୍କାକୁ ଦେଇଦେବା। ଏବେ ଆମେ ସବୁକୁ ଭଲସେ ମିକ୍ସ କରି ଆକୁ ଭାଜିବା, ଯେମିତି ରସୁଣ ଆଉ ପିଆଜ ଟିକେ ଲାଇଟ୍ ଗୋଲ୍ଡେନ୍ ବ୍ରାଉନ୍ କଲର୍ ହେଇ ଫ୍ରାଏ ହେଇଯିବ। ମୁଁ ଯେଉଁ ଟମାଟୋକୁ ସିଝେଇକି ରଖିଥିଲି ସେ ଟିକେ ଥଣ୍ଡା ହେଲା ପରେ ମୁଁ ତା'ର ଉପର ଚୋପାକୁ ଛଡ଼େଇ ଟମାଟୋକୁ ଏମିତି ହାତରେ ଚକଟିକି ନେଇଯାଇଛି। ଆପଣ ଚାହିଁଲେ ଆକୁ ଗ୍ରାଇଣ୍ଡିଙ୍ଗ କରିକି ନେଇପାରିବେ।
ପିଆଜ ଏଠି ଲାଇଟ୍ ଗୋଲ୍ଡେନ୍ ବ୍ରାଉନ୍ କଲର୍ ହେଇ ଫ୍ରାଏ ହେଇଯାଇଛି। ତରକାରୀରେ ଗୋଟେ ଭଲ କଲର୍ ଦେବା ପାଇଁ ମୁଁ ଏଥିରେ ଅଧା ଛୋଟ ଚାମଚ କାଶ୍ମୀରୀ ଲଙ୍କା ଗୁଣ୍ଡ ଦେଇଛି। ଏଠି ଅପସନାଲ୍ ଅଛି। ସବୁକୁ ଭଲସେ ମିକ୍ସ କରି 20ରୁ 30 ସେକେଣ୍ଡ ପର୍ଯ୍ୟନ୍ତ ଫ୍ରାଏ କଲା ପରେ ଆମେ ଏଥିରେ ସିଝେଇକି ରଖିଥିବା ଟମାଟର ପେଷ୍ଟକୁ ଦେଇଦେବା। ଏବେ ଆମେ ସବୁକୁ ଭଲସେ ମିକ୍ସ କରି ଆମକୁ 1ରୁ 2 ମିନିଟ୍ ପର୍ଯ୍ୟନ୍ତ କୁକ୍ କରିବା, ଯେମିତି ଟମାଟର କଞ୍ଚା ବାସ୍ନା ପଳେଇବ। ଏଠି 1ରୁ 2 ମିନିଟ୍ ହେଇଗଲାଣି। ଏବେ ଆମେ ଏଥିରେ ସିଝେଇକି ରଖିଥିବା ତରକାରୀକୁ ଦେଇଦେବା ଆଉ ସବୁକୁ ଭଲସେ ମିକ୍ସ କରି ଆମକୁ ମିଡ଼ିୟମ୍ ଫ୍ଲେମ୍ରେ 3ରୁ 4 ମିନିଟ୍ ପର୍ଯ୍ୟନ୍ତ କୁକ୍ କରିବା। ଆପଣ ଚାହିଁଲେ କିଛି ଆଳୁକୁ ଏମିତି ଚାମଚ ସାହାଯ୍ୟରେ ତରକାରୀରେ ମିକ୍ସ କରିଦେବେ। ଏହାଦ୍ୱାରା ତରକାରୀର ଗ୍ରେଭି ଟିକେ ବହଳିଆ ହେଇଯିବ। ଏଠି 3ରୁ 4 ମିନିଟ୍ ହେଇଗଲାଣି। ଏବେ ଆମେ ସବୁକୁ ଆଉ ଥରେ ଭଲ ଭାବେ ମିକ୍ସ କରିଦେବା ଆଉ ଗ୍ୟାସ୍ ବନ୍ଦ କରିଦେବା। ଆପଣ ଚାହିଁଲେ ଆଉ ଉପରେ କିଛି କାଟିକି ଧନିଆ ପତ୍ର ପକାଇ ପାରିବେ। ଏ ଭେଣ୍ଡି ଆଳୁ ତରକାରୀ ଏଠି ରେଡ଼ି ହେଇଯାଇଛି। ଆପଣ এই ରେସିପିକୁ କେଉଁ ଜାଗାରୁ ଦେଖୁଛନ୍ତି କମେଣ୍ଟ ସେକ୍ସନରେ ଜଣାଇବେ। ଯଦି ଆପଣଙ୍କୁ এই ରେସିପି ଭଲ ଲାଗିଥିବ ତାହେଲେ ଆକୁ ଲାଇକ୍ କରିବେ। ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଫେସବୁକରେ ଦେଖୁଥିଲେ ଫଲୋ କରିବାକୁ ଜମାରୁ ଭୁଲିବେନି। ଥ୍ୟାଙ୍କ ୟୁ ଫର୍ ୱାଚିଂ।